ଆପଣଙ୍କର ଯଦି ସିଂହ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନଭେମ୍ବରର ମାସରୁ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କର ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ଦେଖନ୍ତୁ, ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ହେଉଛନ୍ତି ବହୁତ ସାହସୀ ଏବଂ ପରିଶ୍ରମୀ, ମଧ୍ୟ ପରୋପକାରୀ ମନୋଭାବ ମଧ୍ୟ ରଖିଥାନ୍ତି। ତେଣୁ ଆପଣଙ୍କର ଅଧିପତି ଏବଂ ଆପଣଙ୍କର ଗୁରୁସ୍ଥାନରେ ଅଛନ୍ତି ସୂର୍ଯ୍ୟ, ଯାହା ଆପଣଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ପରି ମନାଯାଇପାରେ, କାରଣ ସୂର୍ଯ୍ୟ ହେଉଛନ୍ତି ରାଜନୀତିର ଗୁରୁ ଏବଂ ଧନର ପ୍ରତୀକ, ଯାହାକୁ ଆପଣ ଯଦି ଭଲ ଭାବରେ ଆପଣଙ୍କ ଗ୍ରହରେ ସଞ୍ଚାଳନ କରିପାରିବେ ତେବେ ଆପଣଙ୍କ ରାଶି ପାଇଁ ଅତ୍ୟାଧିକ ଭଲ ହେବ, ଯାହା ସୂର୍ଯ୍ୟ ଆପଣଙ୍କର ଗୁରୁସ୍ଥାନରେ ରହି ଆପଣଙ୍କୁ ଉଚ୍ଚ ସ୍ଥାନକୁ ନେବେ। ଦେଖନ୍ତୁ, ପୂର୍ବରୁ ଆପଣଙ୍କୁ ସମ୍ମାନ ମିଳୁନଥିଲା, ବହୁତ ମାତ୍ରାରେ ଆପଣ ଅସମ୍ମାନିତ ହେଉଥିଲେ, କୌଣସି ଋଣ କରଜରେ ମଧ୍ୟ ଆପଣ ବହୁତ ଋଣ କରଜ ନେଇ ମଧ୍ୟ ଋଣକୁ ଶୁଝି ପାରୁନଥିଲେ। କିନ୍ତୁ ସୂର୍ଯ୍ୟ ହେଉଛନ୍ତି ରାଜନୀତିର ଗୁରୁ, ତେଣୁ ଆପଣ ଯଦି ପ୍ରଥମତଃ ଆପଣ କୌଣସି ରାଜନୀତିରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ଜୀବନର ଭାଗ୍ୟରେଖା ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଆଉ ଯଦି ଆପଣ କୌଣସି ସାଧାରଣ ବ୍ୟକ୍ତି ହୋଇଥାନ୍ତି ତେବେ ଆପଣଙ୍କର ଜୀବନ କ୍ଷେତ୍ରରେ ମଧ୍ୟ ଶୌଚାରିକ ଏବଂ ଆପଣଙ୍କର ବୈବାହିକ ସମ୍ପର୍କରେ ବୈବାହିକ ଜୀବନ ମଧ୍ୟରେ ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ। ଦେଖନ୍ତୁ, ସୂର୍ଯ୍ୟ ରାଜନୀତିର ଗୁରୁ ଏବଂ ସୂର୍ଯ୍ୟ ହେଉଛନ୍ତି ହନୁମାନଙ୍କ ଗୁରୁ ମଧ୍ୟ, ତେଣୁ ସୂର୍ଯ୍ୟ ଏକ ଗୁରୁଙ୍କ ସ୍ଥାନରେ ରହିବା ଏକ ବହୁତ ବଡ଼ ମୂଲ୍ୟର କଥା ଅଟେ, କାରଣ ସୂର୍ଯ୍ୟ ଗୁରୁ ସ୍ଥାନରେ ଆପଣଙ୍କର ଉଚ୍ଚ ସ୍ଥାନରେ ଗୋଚର କରିଛନ୍ତି, ଯାହା ଆପଣଙ୍କ ସିଂହ ରାଶିଙ୍କୁ ଏକ ରାଜା ପରି ବଞ୍ଚାଇବେ। ଆପଣଙ୍କ ଜୀବନଟିକୁ ଯେଉଁ ଅସମ୍ମାନିତ ହେଉଥିଲେ, ଯେଉଁଠି ଆପଣ ସମ୍ମାନହୀନ ହେଉଥିଲେ, ସେଠି ଆପଣ ଅତ୍ୟନ୍ତ ଭାବରେ ସମ୍ମାନ ପାଇବେ। ଯଦି ଆପଣ ଏକ ସାଧାରଣ ବ୍ୟକ୍ତି ହୋଇଥାନ୍ତି ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଘଟିପାରେ, ଆପଣଙ୍କୁ ଲୋକମାନେ ସମ୍ମାନ ଦେବା ଶିଖିବେ ଏବଂ ଆପଣଙ୍କୁ ମଧ୍ୟ ସମ୍ମାନ ଦେବେ। ଆପଣଙ୍କର ଯେଉଁ ସମାଜରେ ଯଦି ଆପଣଙ୍କର ଚରିତ୍ରଟା ହୀନ ହୋଇଯାଇଥିଲା ଏବଂ ଚରିତ୍ର ନଷ୍ଟ ହୋଇଯାଇଥିଲା, ତେବେ ଆପଣଙ୍କର ଚରିତ୍ର ପୁଣି ଥରେ ଗଢ଼ି ଉଠିବ। ତେଣୁ ଆପଣଙ୍କ ପାଇଁ ଏହି ନଭେମ୍ବର ମାସଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଚନ୍ଦ୍ର ଆପଣଙ୍କର ପଞ୍ଚମ ଭାଗରେ ମଧ୍ୟ ଅଛନ୍ତି। ଚନ୍ଦ୍ର ଆପଣଙ୍କର ପଞ୍ଚମ ଗ୍ରହରେ ମଧ୍ୟ ସୂର୍ଯ୍ୟଙ୍କ ତଳ ଅଧିପତି ଅଛନ୍ତି, ଯାହାକି ଆପଣଙ୍କ ପାଇଁ ବହୁତ ମାତ୍ରାରେ ପରିବର୍ତ୍ତନ ହେବ ଏବଂ ଏହି ପୂର୍ଣ୍ଣମୀ ଠାରୁ ଆପଣଙ୍କର ନବଗ୍ରହ ସ୍ଥିତି ମଧ୍ୟ ସ୍ଥିର ରହିବ। ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନକୁ ଗୋଚର କରିବେ ଏବଂ ଶନି ଆପଣଙ୍କର ବକ୍ରି ଅବସ୍ଥାରେ ରହିବେ, ଫଳରେ ଆପଣଙ୍କ ଉପରେ ଶନିଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହିପରି ଭାବରେ ଆପଣଙ୍କର ଜୀବନଟି ବହୁତ ମାତ୍ରାରେ ଉଜ୍ଜଳ ହେବାକୁ ଲାଗିବ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଗୋଟିଏ କାମ କରନ୍ତୁ, ଆପଣ ଯେତେ ମାତ୍ରାରେ ପାରିବେ ବୁଧଙ୍କୁ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ଜଳ ଅର୍ପଣ କରନ୍ତୁ। ଗାଧୋଇ ସାରିବା ପରେ ଆପଣ ସ୍ନାନ କରିସାରିବା ପରେ ଜଳ ଅର୍ପଣ କରନ୍ତୁ। କାହାକୁ ନା ଓମ୍ ସୂର୍ଯ୍ୟାୟ ନମ କହିବେ, ଗୋଟେ ମାତ୍ର ସୂର୍ଯ୍ୟଙ୍କୁ ବି ଜଳ ଅର୍ପଣ କରନ୍ତି। ଆପଣଙ୍କର ସୂର୍ଯ୍ୟ ଅଧିପତି ନହେଲେ ମଧ୍ୟ ସୂର୍ଯ୍ୟଙ୍କୁ ସଦା ସର୍ବଦା ଜଳ ଅର୍ପଣ କରିବା ଉଚିତ। ଏବେ ଦେଖିବେ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ। ଦ୍ୱିତୀୟରେ ଓମ୍ ବୁଧାୟ ଶ୍ରୀଃ ନମଃ, ଓମ୍ ବୁଧାୟ ଶ୍ରୀଃ ନମଃ କହି ଦୁଇଥର ଜଳ ଅର୍ପଣ କରିଦେବେ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ମଧ୍ୟ ଜଳ ଅର୍ପଣ କରିବେ। ସେହିପରି ଭାବରେ ଓମ୍ ଗୁରୁ ବାସୁଦେବାୟ ନମଃ କହି ଆପଣ ଦେବଗୁରୁ ବୃହସ୍ପତିଙ୍କୁ ମଧ୍ୟ ଶାନ୍ତ କରିପାରିବେ। ଏବଂ ଜଳ ଅର୍ପଣ କରିବା ଦ୍ୱାରା ଦେଖନ୍ତୁ, ଆପଣ ଯଦି ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ନବଗ୍ରହ ସ୍ଥିତି ସେତେ ମାତ୍ରାରେ ବି ସନ୍ତୁଷ୍ଟ ହେବ ନାହିଁ, କିନ୍ତୁ ଆପଣଙ୍କ ଭଗବାନଙ୍କର ମଧ୍ୟ ବହୁତ ମାତ୍ରାରେ କୃପା ରହିବ। ଆପଣଙ୍କର ଯେଉଁ ଭଗବାନଙ୍କୁ ଅବିଶ୍ୱାସ ରଖନ୍ତି କିମ୍ବା ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ଆପଣଙ୍କ ପାଇଁ ବହୁତ ବିଶ୍ୱାସମୟ ହୋଇଯିବ ଏବଂ ଭଗବାନଙ୍କର ବହୁତ ମଧ୍ୟ ଭକ୍ତି କରିବାକୁ ଲାଗିବେ। ତେଣୁ ଆପଣ ଏହି ଜଳ ଅର୍ପଣ କଲେ ମଧ୍ୟ ଜଳ ଅର୍ପଣ କରିବା ଦ୍ୱାରା ସ୍ନାନ ସାରି ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଏବଂ ଯେତେକ ନବଗ୍ରହ ତିଥି ଅଛନ୍ତି ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ
ଆପଣ ଜଳାର୍ପଣ କରନ୍ତୁ ସ୍ନାନ କରିସାରିବା ମାତ୍ରେ। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣ ଯେତେ ମାତ୍ରାରେ ପାରିବେ ହରେ କୃଷ୍ଣ ନାମ ଜପ କରନ୍ତୁ, ହରି ନାମ ମହାମନ୍ତ୍ର ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହ କେବଳ ନୁହଁ, ଆପଣଙ୍କର ନବଗ୍ରହ କେବଳ ନୁହଁ, ସାରା ବ୍ରହ୍ମାଣ୍ଡର ଠାକୁର ହେଉଛନ୍ତି ନିରାକାର, ଯାହାଙ୍କର ଆକାର ନାହିଁ। ତେଣୁ ଆପଣ ଯଦି ଏହି ମାତ୍ରାରେ ସମସ୍ତଙ୍କୁ ଜଳାର୍ପଣ କରିବା ଦ୍ୱାରା ଯେତିକି ଆପଣ ଯଦି ହରେ କୃଷ୍ଣ ନାମ ଜପ କରିବେ, ମହାମନ୍ତ୍ର ଜପ କରିବେ, ତେବେ ଅଟୋମେଟିକଲି ଆପଣଙ୍କର ନବଗ୍ରହ ସ୍ଥିତି ମଧ୍ୟ ସୁଧାର ଆସିବ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଏହି ସବୁ କାର୍ଯ୍ୟକୁ କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହେବ। ନଚେତ ଆପଣଙ୍କ ପାଇଁ ଏହି ନଭେମ୍ବର ମାସରେ କୌଣସି ଆବଶ୍ୟକତା ନାହିଁ ଏବଂ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଦେଖିବେ ଆପଣଙ୍କର ଏହି ଡିସେମ୍ବର ମାସଠୁ ଏହି ନଭେମ୍ବର ମାସରେ ଯାହା ହୋଇଯିବ ଏବଂ ଡିସେମ୍ବର ମାସରୁ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଠିକ୍ 2026 ଯେତେବେଳେ ହୋଇଯିବ, ନୂଆ ବର୍ଷରୁ ଆପଣଙ୍କର ଅଧିପତି ସ୍ଥାନରେ ରହିଯିବେ ଦେବଗୁରୁ ବୃହସ୍ପତି। ଫଳରେ ଆପଣଙ୍କର ଯେକୌଣସି ସମସ୍ୟା ଛାଡ଼, ଆପଣଙ୍କର ଦେବଗୁରୁ ବୃହସ୍ପତି ହେଉଛନ୍ତି ଗୁରୁ ଆଶିଷ, ମାନେ ନବଗ୍ରହଙ୍କର ଗୁରୁ ହେଉଛନ୍ତି ଦେବଗୁରୁ। ତେଣୁ ଗୁରୁ ଯଦି ଆପଣଙ୍କର ଗୁରୁ ସ୍ଥାନରେ ରହିବେ, ଦେଖିବେ ଆପଣଙ୍କର ସୂର୍ଯ୍ୟ ଏବଂ ଶନି ଏକତ୍ରିତ ମଧ୍ୟ ହୋଇଯିବେ। ତେଣୁ ଆପଣଙ୍କ ଏଇ 2026ରେ ମଧ୍ୟ ବହୁତ ମାତ୍ରାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ଏବଂ ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ମାତ୍ରାରେ ଆଗକୁ ଯିବେ ଏବଂ ଆଗକୁ ବଢ଼ି ଚାଲିଥିବେ। ତେଣୁ ଆପଣ ଯଦି ସିଂହ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି, ଏହି କାର୍ଯ୍ୟକୁ ପାଳନ କରନ୍ତି ଏବଂ ଏହାକୁ ଯଦି ଆପଣ ମାନନ୍ତି, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। କମେଣ୍ଟରେ ଜୟ ଜଗନ୍ନାଥ, ଜୟ ସୂର୍ଯ୍ୟଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।